गोटे पद मंगलाचरणटीए गाउछ कवि कहिले कले शंखा सुरा सुरुदि नंदित देव वृंद शंखारी सुंदर तोरा गोर करा रविंद शंखपति घितिपति व्रतम शंखादिभूत गाय निकाय भाजाम मंगलाक्षण रूपक 16 कोटी पाठ करिछि बहिटीर ना हैला सिद्धांत दर्पण दीर्घ 23 वर्षर साधनार अंतरे विश्व को भेटिदेले कई खंड बाउंश नली रे अनंत अंतरिक्षर नभसुंबी अट्टालिका उपरे जाजुल्यमान ग्रह नक्षत्र तारका पुंजंकर गतिविध ना हैला पठारी से सिद्धांत दर्पण गोटे पदम बाहरी करिछि गोटे श्लोक कवि कहले शंखा सुरासु रुदि नंदित देव वृंदम कौन अर्थ बुझ सही शंखा सुरासु कौन शंखा सुरासु ना शंखासुर युक्त असु असु समान शंखासुरासु अदंत सरे दीर्घ हैला असु आज्ञा असुर अन्य नाम हैला प्राण पुराण रे शंखासुर बोली गोटे असुर आज्ञा सुदर्शन चक्र माध्यम ग्रीवा छेदन करी मारिले भगवान नारायण कहीं मारिले तार कोन डिफेक्ट थला अवतार डाला मत्स्य रूप बाबा 10 अवतार भीतर से मरिबार कारणटा कोन कोन आज्ञा ना ब्रह्मांकर वेद बुद्धि की चोरी कलाय असुर आमे एया जानिछे ब्रह्मांकर वेद बुद्धि चोरी कला बोली बाबा ब्रह्मा संभाली पारलानी नारायण को डाकिल आगे 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 केम डाकिला बाबूटा पद हो गोटिए पद कवि हेले अभिमन्यु सामंत सिंहार बही हला प्रेम चिंतामणि बाबा गोटिए धारी कन बोले कौन कहले कोला अनुगत जन के मानव जीवारे
ବେଦପତି ବ୍ରହ୍ମାଙ୍କର ବେଦ ପୋଥି କି ଚୋରି କଲା କିଏ ନା ଶଙ୍ଖାସୁର ଆମେ ସମସ୍ତେ ଏହା ଶୁଣିଛେ। ବ୍ରହ୍ମା ନାରାୟଣକୁ ଚିନ୍ତା କଲା। ନାରାୟଣ ଉଦ୍ଧାର କଲେ ମତ୍ସ୍ୟ ରୂପରେ। ଆଜ୍ଞା ଆଜ୍ଞା ଆଜ୍ଞା। କିନ୍ତୁ କିନ୍ତୁ ମନରେ ଗୋଟିଏ ପ୍ରଶ୍ନ ଉଠେ। କଣ ଉଠିଲା ଆଜ୍ଞା? ଏ ଅସୁର ବ୍ରହ୍ମାଙ୍କର ବେଦ ପୋଥି କି କୋଉ ଦିନ ଚୋରି କଲା? ବାବା କେତେବେଳେ କଲା? କୋଉ ଟାଇମ ରେ କଲା? ସେ ଡେଟଟା କେବେ? ଆଜ୍ଞା କୋଉ ଡେଟରେ ଚୋରି ହେଲେ ପୁଲିସ ଷ୍ଟେସନରେ ଷ୍ଟେସନ ଡାଇରୀ ହବ। ଦେଖିବା ସେ ଡେଟଟା କେବେ? ଛାଡ ଖାଇଦିନ ମୂର୍ଖଟା ଭଲ ଛାଡ ଖାଇଦିନ। ଅବତାର ହେଲା ଭଗବାନଙ୍କର ଆଦି ଅବତାର ମୀନ ଅବତାର। ଆଜ୍ଞା ଆଜ୍ଞା ଆଜ୍ଞା। ଯାହା ଏଇ ଅବିଭକ୍ତ ଖୋର୍ଦ୍ଧା ମାଟିର ପୁଅ ଆଜ୍ଞା ଏବେ ନୟାଗଡ଼ରେ ଯାଉଛି। ବାଃ ବିକ୍ରମ ନରେନ୍ଦ୍ର ଗାଁ ନା ଏଇ ସୁନାବେଳା ପାଖରେ ଗଡବାଙ୍କୋଇ। ବିକ୍ରମ ନରେନ୍ଦ୍ର ବାଃ ଧାଡିଟିଏ କଲମ କଲେ। କଣ କହିଲ? କଲେ ଆଦ୍ୟ ଅବତାର ହୋଇଲ ମୀନ ସ୍ୱରୂପ ଜଳେ। ମୀନ ସ୍ୱରୂପ ଜଳେ ମୀନ ସ୍ୱରୂପ ଜଳେ। ଶଙ୍ଖା ନାସି ବେଦ ଉଦ୍ଧାରି ଦେଲ ବ୍ରହ୍ମାକୁ ହେ। ବ୍ରହ୍ମାକୁ ହେ। ପ୍ରଭୁ ମୀନ ଅବତାର ହେଲା। ବାବା ପ୍ରଥମ ଅବତାର ମୀନ ଅବତାର। କେତେ ବର୍ଷ ତଳେ ହେଲା? କେତେ ବର୍ଷ ଆଜ୍ଞା? ସତ୍ୟ ଯୁଗରେ ପ୍ରଭୁ ନେଲା 5ଟା ଅବତାର। ସେ କଣ ଆଜ୍ଞା? ମତ୍ସ୍ୟ ବାବା ବୋଲେ ମୀନ, କଚ୍ଛପ, କଶ୍ୟପ, ବରାହ, ବରାହ, ବାମନ ଆଉ ନୃସିଂହ। ଇଏ ହେଲା 5 ଅବତାର। ସତ୍ୟ ଯୁଗଟା ବିତିବା ପାଇଁ କେତେ ବର୍ଷ ଯାଇଛି? ଆଜ୍ଞା ନା ସତ୍ୟ ଯୁଗର ପରମାୟୁ ହଉଛି 17,28,000 ବର୍ଷ। ସତ୍ୟ ଯୁଗର ପରମାୟୁ। ତାପରେ ଭୋଗ ହେଇଛି କେତେ? କେତେ? ଯେମିତି ଗୁଡ ବେପାରୀ ଗୁଡ ବଣା ନେଲା ବେଳେ ମାଟି କାଟ କରେନି? ଆଜ୍ଞା 17,28,000 ବର୍ଷରୁ ସତ୍ୟ ଯୁଗଟି ଭୋଗ ହେଲା କେତେ? 1,28,000 ବର୍ଷ। ବାକି ଆଉ ସବୁ ମାଟି କାଟ ହେଇଗଲା, ବଣା କାଟ ସବୁ ବୁଡିଗଲା। ଆଚ୍ଛା ତାପରେ ତ୍ରେତୟା ଯୁଗର ପରମାୟୁ ହେଲା 12,96,000 ବର୍ଷ। ଭୋଗ ହେଲା କେତେ? ଭୋଗ ହେଲା କେତେ? ଆଜ୍ଞା ନା 92,000 ବର୍ଷ। ବାକି ସବୁ ମାଡ଼ ଖାଇଗଲା। ବାଃ ବାଃ। ଦ୍ୱାପର ଯୁଗ ହେଲା 8,64,000 ବର୍ଷ। ସେଥିରୁ ଭୋଗ ହେଲା କେତେ? 71,000 ବର୍ଷରେ ହଁ ଦ୍ୱାପର ବୁଡିଗଲା। ବାକି ସବୁ ମାଡ଼ ଖାଇଗଲା। କଳିଯୁଗ? କଳିଯୁଗର ପରମାୟୁ ହଁ 4,32,000 ବର୍ଷ। ହଁ କିନ୍ତୁ ଯୋଉଦିନ କଳିଯୁଗକୁ 12 ବର୍ଷ ପୁରିବ ହଁ କଳି ବୁଡିଯିବ। କେତେ ବର୍ଷ ପୁରିବ? 12 ବର୍ଷ। ଯାହା ଯେମିତି ଗୋଟେ ବାଗରେ ଆଣିଥିଲ ଏଇଟା ଭୁଲ ହେଇଗଲା। କଣ ଭୁଲିବ? କଳିକି 12 ବର୍ଷ। ମୁଁ କଣ ସତ୍ୟ ଯୁଗର ଲୋକ? ଓ ମତେ ପରା ଧଇଲାଣି 51 ଆସିକି। ଆଉ 12 ବର୍ଷ କଣ? ଆରେ ଚଣ୍ଡାଳ, ହଁ ଇଏ 1200 ବର୍ଷ ବୋଲେ 12,000 ବର୍ଷ। ଓହୋ ମୁଁ ବୁଝିପାରିଲି। କଳି ଭୋଗ ହେଲାଣି କେତେ? କେତେ? ନା ଆଜିକି କଳି ଭୋଗ ହେଇଛି 5,184 ବର୍ଷ। ବାବା ବାବା। କଳି ବୁଡିବା ପାଇଁ ହଁ ପାଖାପାଖି ଆଉ 6,400 କି 500 ବର୍ଷ ଅଛି। ମୁଁ ତ ଗାଁର ଦେଖିଛି, ତମ ଭଳିଆ ଦେଖିନି। ମତେ କେମିତି କହିଲ ପୁଅରେ କଳିଯୁଗ ସରିଯିବ, ଘରେ କିଛି ପଇସା ପତ୍ର ଥୋନି, ଯାହା ଥୋଇଛି ଖର୍ଚ୍ଚ ବାଚ କରିଦେ। ମୁଁ ଖର୍ଚ୍ଚ ବାଚ କରିକି ସବୁ ବୁଡେଇ ଦେଲିଣି, ମୋ ପାଖେ କିଛି ନାହିଁ। ମୁଁ କଣ ଭୁଲ କହିଛି? ଅରେ ଛୋଟ ଲୋକ ପିଲା ଆଜ୍ଞା ପାଲା ଗାଇବାକୁ ଯାଉଥିଲେ ବାଲେଶ୍ୱର। ମୁଁ ଘରୁ ପଇସା ଛାଡିକି ଆସିଛି, ମନି ପର୍ସଟା ମୋ ପକେଟରେ ନାହିଁ। ହଁ କହିଲି ସ୍ୱାଇଁରେ ଟଙ୍କା 2,000 ଖଣ୍ଡେ ଆଣିଥା, ଆମେ ପାଲାକୁ ଯିବା। କହିଲା ସାର୍ ମୋ ପାଖରେ ଚାରଣା ନାହିଁ। ମୁଁ କାହାକୁ ଦିଏନି। ମୁଁ କହିଲି ଧନ ସମ୍ପତ୍ତି କଣ କରିବୁ? ହଁ ଆରେ କଳି ତ 2 ବର୍ଷ ଭିତରେ ବୁଡିଯିବ, ସବୁ ଯାକ ତ ମରିବ, ଟଙ୍କା ରଖିକି ଲାଭ କଣ?
ଦେଲା ସବୁ ଯାକ ଛିନ ଛତର କରି। ଆଚ୍ଛା ମୋ କହିବା କଥା ଆଜ୍ଞା, ଏତେ ଏତେ ପରମାଉ ଥିଲା ସତ୍ୟ ତ୍ରେତା ଦ୍ୱାପର କଳିର, ସବୁ ମାର ଖାଇଗଲା, ଖୁବ୍ କମ ଭୋଗ ହେଲା। ଏ ଯୋଉ ସବୁ କଟିଗଲା କୋଉଥିପାଇଁ କଟିଲା? କଟିବାର କାରଣ କଣ? ୟାର କଟିବା କାରଣ ଆଜ୍ଞା ଓଡ଼ିଆ ଭାଗବତ ପ୍ରମାଣ କରିଛି। ଜଗନ୍ନାଥ ଦାସ କହିଛନ୍ତି, ବା କହିଲା ଯୁଗକୁ ଯୁଗ ଏହି ମତେ ପରମାନନ୍ଦ ଏ ଜଗତେ, ପରମାନନ୍ଦ ଏ ଜଗତେ, ପରମାନନ୍ଦ ପରମାନନ୍ଦ ହଉଛି କହିବୁ ଘଡ଼ିଏ ଘଡ଼ିଏ ଛାଡ଼ ମତେ। ପ୍ରତ୍ୟେକ ଯୁଗରେ ଏଇ ନ୍ୟାୟ ଘଟିଛି ନା କଣ? ସତ୍ୟରେ ଯାହା, ତ୍ରେତୟାରେ ସେଇଆ, ଦ୍ୱାପରରେ ସେଇଆ, କଳିରେ ସେଇଆ। ଯୁଗ କେମିତି ବୁଡ଼ିବ? ଅଚ୍ୟୁତାନନ୍ଦ ବହିଲା 13 ଜନ୍ମ ଶରଣ। ବାବା କଣ କହିଲେ ଆଜ୍ଞା? ଧାଡ଼ିଏ କହିଲେ ଯୁଗ କେମିତି ବୁଡ଼ିଛି? ନାମେ ଲୁହାରେ ଖାଇଲେ, ଏ ଠିଆରେ ମୁତିଲେ। ଲୁହାରେ ଖାଇଲେ, ଇଏ ଠିଆରେ ମୁତିଲେ। ଭାଷା ଖସୁଛି। ମୁତାମୁତି କଣ କହୁଛ? ଓ ପରିସ୍ରା କହୁନା, ଏକ କହୁନା, ମୁତିଲେ ଅପରହସ ମୋ ପାଟିରେ ବସୁନାହିଁ। ମୁଁ ମୁତିଲେ କହିଲି ତୋତେ ଖରାପ ଲାଗିଲା? ଆରେ କବି ତ ଲେଖିଛନ୍ତି, ମୁଁ କଣ କହିବି? କଣ ଆଉ ମୁତିବା କଣ କବି ଲେଖିନାହାନ୍ତି? କୋଉଠି ଲେଖିଛନ୍ତି? ଆପଣଙ୍କ ଅଞ୍ଚଳରେ ଆଜ୍ଞା ଶନି ମେଳା ହଉଛି ନା? କଣ କହିବ? ଏ ଶନି ମେଳାରେ ହାତ ମାରି ଚାଲିବ। ମନେ ପକାନ୍ତୁ, ଯେତେବେଳେ ସୁଦାମା ବାରିକ ବୋଲି ଭଣ୍ଡାରୀ ଆଜ୍ଞା ତା ଭାରିଯାକୁ ଛାଡିକି ବେପାରକୁ ଯାଇଛି, ଶନି ମହାପୁରଙ୍କୁ ଭୋଗ ଦେଲା। ବଡ କହିଲା ଖାଇବିନି, ମଝିଆଣୀ କହିଲା ଖାଇବିନି, ସାନ ଭୋଗ ଖାଇଛି। ପଳେଇଛି ସୁଦାମା, ଆଇଲା ବେଳକୁ ସାନ ସ୍ତ୍ରୀ ଗର୍ଭବତୀ, କିନ୍ତୁ ଘରେ ନାହିଁ। ପଚାରିଲା ମୋ ଭାର୍ଯ୍ୟା କୁଆଡେ ଗଲା? ନା ବଡ କହେ ହାଣ୍ଡି ଖାଇ ହଗିଲା ଚୁଲିରେ। ରାତ୍ର ଅର୍ଧେ ମୁତିଲା ସେ ଦେଇ ପିଣ୍ଡା ଧାରେ। ଆମ୍ଭେ କହିବାରୁ ଖାଲି ଚିଡ଼ି ଚିଡ଼ି ହେଲା। ରାତ୍ର ଭେଗେଣେ ଗଲା କେହି ନ ଜାଣିଲା। ବହୁ ବସ୍ତ୍ର ଅଳଙ୍କାର ନେଇଛି ଚୋରାଇ। ଖୋଜି ଖୋଜି ଥକିଲୁଣି ପତା ମିଳୁନାହିଁ। ମୁତିବା ଲେଖା ହେଇଛି ନା ନାଇଁ? ମୁଁ 4 ଯୁଗରେ ମୁତିବା ପ୍ରମାଣ ଦଉଛି। ମୋ ଭାଇଟା ପରା କଣ ଭଲ ଲାଗୁଛି। ସତ୍ୟ ଯୁଗରେ ମୁଁ କହୁଛି ଲୁହାରେ ଖାଇଲେ, ଠିଆରେ ମୁତିଲେ ଯୁଗ କେମିତି ବୁଡୁଛି। ଯୋଉଦିନ ଆମେ ଠିଆ ହେଇକି ଏକ କରିବା, ସେଇଦିନ ଯୁଗ ପ୍ରଳୟ ହବ। ସତ୍ୟ ଯୁଗରେ ଜଣେ ଠିଆ ହେଇକି ମୁତିଲା, ପ୍ରଳୟ ହେଇଗଲା। ତ୍ରେତୟା ଯୁଗରେ ଜଣେ ଠିଆ ହେଇକି ମୁତିଲା, ଯୁଗ ବୁଡିଗଲା। ଦ୍ୱାପର ଯୁଗରେ ଜଣେ ଠିଆ ହେଇକି ମୁତିଲା, ଦ୍ୱାପର ବୁଡିଗଲା। କଳି ଯୁଗରେ ଆମେ ଠିଆ ହେଇକି ମୁତୁଛେ। ଆଚ୍ଛା ସେମାନେ ସବୁ କିଏ? ସତ୍ୟ ଯୁଗରେ ଠିଆ ହେଇକି କିଏ ମୁତିଲା? ଆଜ୍ଞା କିଏ? ଢେଙ୍କାନାଳର କବି ଦୀନକୃଷ୍ଣ ଦାସ। କଣ କହିଲେ? କଲା କେବଳ ରାହୁକୁ ଗର, କେବଳ ଗଣହୀନ କେନ ଜାଣ, କେବଳ ଗଣହୀନ କେନ ଜାଣ। ଆଜି କବି ବାବା ପାଲା ଗାଇବାକୁ ଡର ଲାଗୁଛି, କାରଣ ଇଏ କାମ ଜମା କରୁନି। ଆମେ ଖାଲି ଗାଇଲା ଭଳିଆ ଲାଗୁଛି। କେତେ ସମୟ ଗାଇବି? ଆଉ ଓରିଜିନାଲ ଭଏସ ଗୋଟେ ଗାୟକ କେତେ ବାହାରିବ? ଲାଗେ ପୁଣି ସୁଦର ସନେନି, ପୁଣି ସୁଦର ସନେନି କେଶ ସୁତକ ବୋଲି ବୋଇଲା। କେ କୁହୁଲ ରଇ, କେ କୁହୁଲ ରଇ, କେ କୁହୁଲ
ର ସତ୍ୟ ଯୁଗରେ ହଁ ହେଇଛି ଆଜ୍ଞା। ଠିଆ ହେଇକି ମୁତିଲା ବାଲା କିଏ? କିଏ? ନା ଆମ ବ୍ରାହ୍ମଣ ଛୁଆ। ତ ବ୍ରାହ୍ମଣ ତ ସଂସାର ସାଇଲେ ଆଉ। ଯିଏ ଆମ ଜାତି ଲୋକ ଥବ ମୋ ଉପରେ କେହି ରାଗିବନି। ମୋ ଜାତିର ଯୋଉ ବାବୁ ମାନେ ଥିବେ ରାଗିବନି, ଟିକେ ଦୟା କରି କହୁଛି। କାହିଁକି? ଦେଖେ ମା ବ୍ରାହ୍ମଣ ତାଙ୍କ ଚରିତ୍ର କହୁଛନ୍ତି ଶୁଣ। ଆମ ବ୍ରାହ୍ମଣିଆଙ୍କଠୁ ଛୋଟ ଲୋକ ବ୍ରହ୍ମାଣ୍ଡରେ କେହି ନାହିଁ। ତମକୁ ମାନିବାକୁ ପଡିବ, ନିଷ୍କପଟି ଲୋକ ଆଉ ଯାହା ପରିଷ୍କାରରେ କହିଦବ ଆଉ। କଣ ବ୍ରାହ୍ମଣ ପୋଝା କଲେ? ଆରେ ବ୍ରାହ୍ମଣ ବୋଲେ ସୋନା ଦାସ ଭଳିଆ ଛୋଟ ଲୋକ ବ୍ରାହ୍ମଣ କେହି ନାହିଁ। କହିବିନି ମତେ ମାରି ପକେଇବି। ଆଉ ହୋତା ବ୍ରାହ୍ମଣ କଣ ଛୋଟ ଲୋକିଆ ବ୍ରାହ୍ମଣ? ସିଏ ଆଇଲେ କହିବେ ତମେ ହୋ ହୋ ହବାରୁ ହୋତା। ଘରଟି ଜଗତସିଂହପୁର ପାଖରେ ମାଛ ଗାଁ, ଦେବୀ ନଦୀ କୂଳ। ଜାଲ ଖଣ୍ଡେ ଘରେ ଥୋଇଛି। ପାଲା ସରିଲା ପରେ ଜାଲକୁ ନେଇକି ଗୁଣ୍ଡ ମାଛ ଗଣ୍ଡିଏ ଆଣିକି ଘରେ ତରକାରୀ କରୁଛି। ପରିବା ଗଣ୍ଡେ ବି କିଣୁନି। ଆରେ ଯେ ଡେଲି ମାଛ ଖାଇବ ସେ କାଁ ବଜାରକୁ ଯିବ? ହଁ, ପରିବା କଣ ହବ? ବାଇଗଣ, ଟମାଟୋ, ଭେଣ୍ଡି, କାକୁଡି। କାମ କଣ? ନାଇଁ, ଇଏ ହେଲା ମାଛ ମରା କେଉଟିଆ ବ୍ରାହ୍ମଣ। ଚୁପ ପାଟି ବିନା ଆମର ଚୁପିକି ବସି ପଡ। ଆପଣ କହନ୍ତୁ ଆଜ୍ଞା। ସତ୍ୟ ଯୁଗରେ ହଁ ଗୋଟିଏ ବ୍ରାହ୍ମଣ ଥିଲା, ନାଁ ହଉଛି ଅଗସ୍ତି। ଆଜ୍ଞା ସାର୍। ପାଣି ଶୋଷ ଲାଗିଛି, ପାଣି ପିଉ ପିଉ 7 ସମୁଦ୍ର ପାଣିକି ପିଇଦେଲା। ଯେତେ ମାଛ, ଗେଣ୍ଡା, କଙ୍କଡା, ଜଳଜନ୍ତୁ ଥିଲେ ଛଟପଟ ହେଲେ। ନାରାୟଣ ଡାକିଲେ, କହିଲେ ଅଗସ୍ତି ଜୀବ ଗୁଡାକ ମାର ଦେନି, ତାଙ୍କୁ ବଞ୍ଚା। ଆଜ୍ଞା। ଠିଆ ହେଲା ଅଗସ୍ତି, କହିଲେ ଆଉ କଣ କରିବି? ବସି ପାରିବିନି। ବସିଲେ ଆଉ କାମ ହବନି, ଏ କାମ ନୁହଁ। 7 ସମୁଦ୍ର ପାଣି ପିଇଦେଲା ଟାଙ୍କିକି। ଠିଆ ହେଇକି ଠିଆ 1 ପାସ। ଯେତେବେଳେ ତୁ ଭାବିଥିବୁ 7 ସାଗର ପାଣି ପିଇଛି, ସେତିକା ତିଲୋସ୍କରରୁ ପାଣି ବାହାରିଲା। ଏତିକି ପାଣି ବାହାରିଲା। 7 ସମୁଦ୍ର ଜଳ ଲୋଡ ହେଲା। ଆଉ ତା ପରିସ୍ରାର ଯୋଗୁ ଏ 7 ସମୁଦ୍ର ପାଣି ଗୁଡାକ ସବୁ ଖାଇବା ବୋଲେ ଲୁଣିଆ ହେଇଗଲା। ପୂର୍ବରୁ ସବୁ ମିଠା ଥିଲା, ସବୁ ଥିଲା ମିଠା। ଯୋଗୁ ପରିସ୍ରା ତୋର ପିଇଥିଲି ଯେ ଖାଡିଆ ଖାଡିଆ ଲାଗିଲା ରେ। ତେଣୁ ସତ୍ୟ ଯୁଗରେ 7 ସମୁଦ୍ର ଜଳକୁ ପିଇ ଠିଆ ଠିଆ ମୁତିଲା ଅଗସ୍ତି। ଯୁଗ ସତ୍ୟ ତ୍ରେତୟାରେ। ତ୍ରେତୟା ଯୁଗରେ ଜଣେ ଠିଆ ଠିଆ ମୁତିଲା। ସେ କିଏ? ମୁଁ ପ୍ରମାଣ ଦେଇ କହିବି। ସେ କିଏ? ନା ବିସର୍ବା ନନ୍ଦନ ହୟଗ୍ରୀବ ବିଂଶବାହୁ ଦଶାନନ ରାବଣ। ଲଙ୍କପତି ରାବଣ କୈଳାସ ପର୍ବତକୁ ଯାଇଛି ଶିବଲିଙ୍ଗ ଆଣିବା ପାଇଁ। ଆଜ୍ଞା। ମହା ଜ୍ୟୋତିର୍ଲିଙ୍ଗ ଆଣିଛି, ପାର୍ବତୀଙ୍କର ଅତି ପ୍ରିୟ ଜ୍ୟୋତିର୍ଲିଙ୍ଗ। ମା କାନ୍ଦିଲେ। ଭଗବାନ ନାରାୟଣକୁ ଡାକିଲେ। ଆଜ୍ଞା ଆଜ୍ଞା। କେମିତି ଡାକିଲେ? ଆଜ୍ଞା। ଏଇ ମାଟିର ପୁଅ, ଏଇ ଖୋର୍ଦ୍ଧା ମାଟିର ପୁଅ, ନଟବର ଧଳ। ଆମେ ଶିଖିଛେ ବୁଲିଆନି, ଆଉ କଣ ଘରେ ସ୍ତ୍ରୀ ପାଖରେ ବୁଲିବା? ବୋଲନ୍ତୁ। କାହିଁକି ସ୍ତ୍ରୀ ପାଖରେ ବୁଲିଲେ କଣ ଖରାପ? ସିଏ କଣ ପଇସା ଦବ? ସିଏ ଯାହା ଦବ କେହି କିଛି ଦେବେନି। ମୂର୍ଖଟା ଚୁପକିନି ବସ। ଧଳ କଣ କହିଲା ଆଜ୍ଞା? କଣ କହିଲେ? ଓଲା ଦେବ ନନ୍ଦ ବୋଲା